कर दे नहीं शांतिपूर्ण भाई शांतिपूर्ण ଆମର ଅନୁରୋଧ ଯେ ଶାନ୍ତିପୂର୍ଣ୍ଣ ଭାବରେ ରହିଛି ଲୋକଙ୍କର ଜନସମର୍ଥନ ହୋଇଛି ଆକ୍ରମଣ ହୋଇଛି ଟେଲିଭିଜନ ବଜାର ହୋଇଛି ଏବଂ ନାଉଚାରୀ ଛକରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ଆମେ ୟା ଭିତରେ ଆମ୍ବୁଲାନ୍ସ କ୍ଷୀର ଗାଡ଼ି ପାଣି ଗାଡ଼ି ଏବଂ ଯେଉଁମାନେ କଲେଜ ପିଲାମାନେ ମଧ୍ୟ ଆଡ଼କୁ ତାହାକୁ ଆମେ ପ୍ରଦାନ କରୁ। ଆପଣଙ୍କର ସାର୍ ଆଜି ମଧ୍ୟ ଆମେ ଗୋଟେ ଦାବିପତ୍ର ଦେବୁ ଦୟାକରି ଆଉ ଥରେ ପୁନଃ ପିଲା ପଠେଇ ଦିଅ ଆମେ ଟିକେ ସୁବିଧା ପାଇ ଆସିଲେ ମୋ ନାଁ ହେଉଛି ଅବ୍ଦୁଲ ରଫିକ୍ ଖାନ୍। ମୁଁ ଅବସରପ୍ରାପ୍ତ ଶିକ୍ଷକ ଏ ଗ୍ରାମର ଅଞ୍ଚଳର ରାଷ୍ଟ୍ର ଗ୍ରାମର ମୁଁ ଅଧିବାସୀ। ଦୀର୍ଘ ବହୁତ ଦିନ ଧରି ଆମେ ପ୍ରୟାସ କରି ଆସିଛୁ। ଆମ ଏଠି ସବୁ ପ୍ରକାର ସୁବିଧା ଅଛି। ଏଠି ରାଷ୍ଟ୍ରରେ ଥାନା ଅଛି, ସ୍କୁଲ ଅଛି, କଲେଜ ଅଛି, ବହୁତ ପ୍ରକାର ବିଜନେସ୍ ସେଣ୍ଟର ଅଛି, କିନ୍ତୁ ଏହା ସତ୍ତ୍ୱେ ଆମକୁ NEC ମାନ୍ୟତା ଦିଆଯାଉ ନାହିଁ। ଆମେ ମୁଖ୍ୟମନ୍ତ୍ରୀ ଠାରୁ କଲେକ୍ଟର ଆମର 5D ସମସ୍ତଙ୍କୁ ଆମେ ଜଣାଇଛୁ ଏବଂ ଜଣାଇଲା ପରେ ସେମାନେ ଆମକୁ ପ୍ରତିଶ୍ରୁତି ବି ଦେଇଥିଲେ ଯେ ଆମେ ନିଶ୍ଚିତ ଏହାକୁ NEC କରିବୁ, କିନ୍ତୁ ଦୀର୍ଘ ଦିନ ଅପେକ୍ଷା କରି ମଧ୍ୟ ଆମର NEC ହୋଇପାରୁନାହିଁ। ତେଣୁକରି ଆମେ ଆଜି ରାଜରାସ୍ତାକୁ ଓହ୍ଲାଇଛୁ। ଯଦି ସରକାର ଆମ କଥା ଶୁଣିବେ ନାହିଁ ତାହେଲେ ଆମେ ଏହାକୁ ଆହୁରି ତୀବ୍ରତର କରିବୁ। ଏହା ବହୁତ ଜୋର ଗଣ୍ଡଗୋଳ ହେବ ଏବଂ ଆମେ ହିଂସାକୁ ମଧ୍ୟ ଓହ୍ଲାଇ ପାରିବୁ, ଯାହାକି ଆମେ ଅନୁରୋଧ କରୁଛୁ ଯଦି ସରକାର ଆମ କଥା ନ ଶୁଣିବେ ଆମେ ବହୁତ ଆଗେ ବହୁତ କିଛି କାମ କରିବାକୁ ଚେଷ୍ଟା କରିବୁ ଏବଂ ଆମେ ମଧ୍ୟ ଭୋଟ ବର୍ଜନ କରିବାକୁ ଚାହୁଁଛୁ।